ତେଣୁ ଆଉ ଗୋଟିଏ କଥା, ଦିବସ ଗୋଟେ 6-7 ଅଙ୍କ ଗୋଟେ ଅଛି, ସଦ୍ଗୁରୁ ସୂଚିତ କରିଛନ୍ତି, ଭକ୍ତମାନେ ଏହାର ପ୍ରମାଣ ପାଇଯିବେ 6-7 ଅଙ୍କରେ। ମାନେ 2026 ମସିହା ସେ 6-7 ଅଙ୍କ ଲୀଳାବଟ ଠାରେ ଆରମ୍ଭ ପ୍ରକାଶ ଆଇବ। 64 ଅଙ୍କେ ବାବୁ ପ୍ରମାଣ ପାଇବ। ଏଇଭଳି ଲୀଳା ଧରିତ୍ରୀ ଲାଗିଥିବ, ସେଇ ସମୟରେ ହୀରାକୁଦ ବନ୍ଧ ଭାଙ୍ଗିଯିବ। 26 ଠାବରେ ହୀରାକୁଦ ଉଛୁଳିବ, ଓଡିଶା ଅର୍ଦ୍ଧମଗ୍ନ ଜଳମଗ୍ନ ହବ। କିଏ ଅଚ୍ୟୁତ କହିଛନ୍ତି? ଆଜ୍ଞା ଅଧା ଓଡିଶାର ଜଳମଗ୍ନ ହୋଇଯିବ। ହୀରାକୁଦ ବନ୍ଧ ଭାଙ୍ଗିଲେ ବୁର୍ଲା, ସମ୍ବଲପୁର, ରେଢାଖୋଲ, ଅନୁଗୁଳ, ଢେଙ୍କାନାଳ, ଆଠଗଡ, ବାଙ୍କୀ, ଖୋର୍ଦ୍ଧା, ଯାଜପୁର, କଟକ, ଚୌଦ୍ୱାର, ଜଗତସିଂହପୁର, ନିଆଳି, କାକଟପୁର, ଅସରଙ୍ଗ, ପୁରୀ ଜିଲ୍ଲାର କିଛି ଅଂଶ ଜଳମଗ୍ନ ହୋଇଯିବ। କଟକ ସହର ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ। ପଥର ବନ୍ଧ ଫାଟି ପଡିବ, କଟକ ସହରରେ ପାଣି ପଶିବ, ଲୋକ ଶହ ଶହ ମୁଣ୍ଡ ଭାସିବ। ଏହିପରି ସ୍ଥାନ ଜଳମଗ୍ନ କରେଇ ହୀରାକୁଦ ସମୁଦ୍ରରେ ଯାଇ ମିଶିବ। ସେଇ ସମୟରେ ସମୁଦ୍ରରୁ ଚିତ୍ତଳ ମାଛ ଓ ବଉଳା କୁମ୍ଭୀର ସମୁଦ୍ର ଭିତରୁ ଆସିବେ ବୋଲିକିରି ଅଚ୍ୟୁତାନନ୍ଦ ଲେଖିଛନ୍ତି। ଶାରଦା ଦର୍ଶନ ସାରି ଛତିଆ ବଟରେ ଆସି ପହଞ୍ଚିବେ। ବଉଳା କୁମ୍ଭୀର ଫେରିଯିବ, ମାତ୍ର ଚିତଳ ମାଛ ଫେରି ପାରିବ ନାହିଁ। ଜଳ କମିଯିବ କାରଣରୁ ଚିତଳ ମାଛ ଛତିଆ ବଟରେ ରହିଯିବ। ଭକ୍ତମାନେ ଚିତଳ ମାଛକୁ ଅସ୍ଥିକୁ ନେଇ କବାଟ ନିର୍ମାଣ କରିବେ। ଏକଥା ଯୁଗକୁ ଯୁଗ ରହିଯିବ। ତେଣୁ ମନରେ ପ୍ରଶ୍ନ ଉଠୁଛି, ହୀରାକୁଦ ବନ୍ଧ 26 ଅଙ୍କରେ କେଉଁ ସମୟରେ ଭାଙ୍ଗିବ? ଏହା ବିଜ୍ଞାନ ଅନୁସାରେ ସତ, ନା ମନୁଷ୍ୟକୃତ ସତ, ନା ଅଚ୍ୟୁତାନନ୍ଦ ସତ?